Hello everyone, welcome to my YouTube channel NM Stories and Education. I am Niranjan Mishra. ପିଲାମାନେ ଆଜି ଆମେ ଦଶମ ଶ୍ରେଣୀ ଜୀବବିଜ୍ଞାନ ବହିର ପ୍ରଥମ ଅଧ୍ୟାୟ ପୋଷଣ ନ୍ୟୁଟ୍ରିସନ ବିଷୟର ମଣିଷର ପାକତନ୍ତ୍ର ଓ ପାଚନ କ୍ରିୟା ବିଷୟରେ ଆଲୋଚନା କରିବା। ମଣିଷର ପାଚନତନ୍ତ୍ର ବା ପାକତନ୍ତ୍ର ଡାଇଜେଷ୍ଟିଭ୍ ସିଷ୍ଟମ୍ ଅଫ୍ ମ୍ୟାନ୍। ଆମେ ଖାଉଥିବା ଖାଦ୍ୟ ସବୁ ସିଧାସଳଖ ଶରୀର ଦ୍ୱାରା ବ୍ୟବହୃତ ହୋଇପାରେନି। ଏହା ପ୍ରଥମେ ଆମର ପାଚନତନ୍ତ୍ର ଦ୍ୱାରା ସରଳୀକୃତ ହୋଇ ଶୋଷଣ ଉପଯୋଗୀ ଖାଦ୍ୟରେ ପରିଣତ ହୁଏ ଓ ଶୋଷିତ ହୋଇ ରକ୍ତରେ ମିଶିଥାଏ। ଏହାକୁ ହଜମ ଡାଇଜେସନ୍ ବା ପାକକ୍ରିୟା କୁହାଯାଏ। ଅଦରକାରୀ ଅଂଶ ମୂଳ ରୂପେ ଶରୀରରୁ ନିଷ୍କାସିତ ହୋଇଥାଏ। ଆମର ପାଚନତନ୍ତ୍ର ପାକନଳୀ ଓ ପାଚନ ଗ୍ରନ୍ଥିକୁ ନେଇ ଗଠିତ। ପାକନଳୀ ଏଲିମେଣ୍ଟାରୀ କ୍ୟାନାଲ। ପାକନଳୀ ପାଟିରୁ ଆରମ୍ଭ ହୋଇ ମଳଦ୍ୱାର ଆନସ୍ ପର୍ଯ୍ୟନ୍ତ ଯାଇଛି। ଏହାର ଲମ୍ବ ପ୍ରାୟ 8ରୁ 9 ମିଟର। ଗଠନ ଓ କାର୍ଯ୍ୟ ଅନୁସାରେ ଏହାକୁ ବିଭିନ୍ନ ଅଂଶରେ ବିଭକ୍ତ କରାଯାଇଛି, ଯଥା ପାଟି, ମୁଖଗହ୍ୱର, ଗ୍ରସନୀ, ଗ୍ରାସନଳୀ, ପାକସ୍ଥଳୀ, କ୍ଷୁଦ୍ରାନ୍ତ, ବୃହଦନ୍ତ୍ର, ମଳାଶୟ ଓ ମଳଦ୍ୱାର। ପାକନଳୀ ଗୋଟିଏ ଲମ୍ବ ନଳୀ ପରି ଅଟେ। ଏହାର କାନ୍ଥ ବର୍ତ୍ତୁଳ ବା ଚକ୍ରାକୃତି ପେଶୀ ସାର୍କୁଲାର ମସଲ ଓ ଲମ୍ବ ଭାବରେ ବିସ୍ତୃତ ବା ଅନୁଦୈର୍ଘ୍ୟ ପେଶୀ ଲଙ୍ଗିଚୁଡିନାଲ ମସଲ ଦ୍ୱାରା ଗଠିତ। ଏହି ଦୁଇ ପ୍ରକାର ପେଶୀର ସଂକୋଚନ ଓ ଶିଥିଳନ କଣ୍ଟ୍ରାକ୍ସନ୍ ଆଣ୍ଡ ରିଲାକ୍ସେସନ୍ ଫଳରେ ଖାଦ୍ୟ ଗ୍ରସନୀରୁ ମଳଦ୍ୱାର ପର୍ଯ୍ୟନ୍ତ ଯାଇଥାଏ। ପାକନଳୀର ଏହି ଚଳନକୁ ପେରିଷ୍ଟାଲସିସ୍ କୁହାଯାଏ। ଏଠାରେ ମଣିଷର ପାକନଳୀ ଓ ପାକଗ୍ରନ୍ଥିର ଚିତ୍ର ଦେଖାଯାଇଛି। ଏଠାରେ ମୁଖଗହ୍ୱର, ପାଟି, ଜିଭ, ଗ୍ରସନୀ, ଅଧିଜୁଆ, ଲାଳଗ୍ରନ୍ଥି, ନିଗଳ ବା ଗ୍ରାସନଳୀ, କାର୍ଡ଼ିଆକ୍ ଷ୍ଟୋମାକ୍, ୟୁରିକ୍ ଷ୍ଟୋମାକ୍, ମଧ୍ୟସଦା, ଯକୃତ, ଗ୍ରହଣୀ, ଅଗ୍ନାଶୟ, ଜେଜୁନମ୍, ଇଲିୟମ୍, ସିକିମ୍, କୋଲନ୍, ମଳାଶୟ, ମଳଦ୍ୱାର ଦେଖାଯାଇଛି। ଇଏ ପାଟି ଓ ମୁଖଗହ୍ୱର, ମାଉଥ୍ ଆଣ୍ଡ ବକାଲ କ୍ୟାଭିଟି। ପାଟି ଉପର ଓ ତଳ ଓଠ ଦ୍ୱାରା ବେଷ୍ଟିତ ହୋଇ ରହିଥାଏ। ପାଟିର ଭିତର ଅଂଶକୁ ମୁଖଗହ୍ୱର କୁହାଯାଏ। ମୁଖଗହ୍ୱରର ଦୁଇ କଡ଼ରେ ଗାଲ, ତଳେ ଜିଭ ଏବଂ ଉପର ପଟେ ତାଳୁ ପ୍ୟାଲେଟ୍ ରହିଥାଏ। ବି ଦାନ୍ତ ଟିଥ୍। ମଣିଷର ଜୀବନକାଳ ମଧ୍ୟରେ ପ୍ରତ୍ୟେକ ମାଡ଼ିରେ ଦୁଇଥର ଦାନ୍ତ ଉଠିଥାଏ। ଶିଶୁ ଅବସ୍ଥାରେ ଯେଉଁ ଦାନ୍ତ ଉଠେ ତାକୁ କ୍ଷୀରଦାନ୍ତ ମିଲ୍କ ଟିଥ୍ କୁହାଯାଏ। ପ୍ରାୟ 6 ବର୍ଷ ବୟସ ବେଳକୁ ଏହି କ୍ଷୀର ଦାନ୍ତ ଗୁଡ଼ିକ ଝଡ଼ିବାକୁ ଆରମ୍ଭ କରେ। ସେହି ସ୍ଥାନରେ ଯେଉଁ ନୂଆ ଦାନ୍ତ ଉଠେ ତାକୁ ସ୍ଥାୟୀ ଦାନ୍ତ ପର୍ମାନେଣ୍ଟ ଟିଥ୍ କୁହାଯାଏ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତିଙ୍କ ପାଟିରେ ସମୁଦାୟ 32ଟି ସ୍ଥାୟୀ ଦାନ୍ତ ଥାଏ। ଉପର ମାଡ଼ିରେ 16ଟି ଓ ତଳ ମାଡ଼ିରେ 16ଟି। ପ୍ରତି ମାଡ଼ିରେ 4ଟି କର୍ତ୍ତନ ଦାନ୍ତ ଇନସିଜର, 2ଟି ଶ୍ୱାନ ଦାନ୍ତ କାନାଇନ୍, 4ଟି ଚର୍ବଣ ଦାନ୍ତ ପ୍ରିମୋଲାର ଓ 6ଟି ପେଷଣ ଦାନ୍ତ ମୋଲାର ଟିଥ୍ ରହିଥାଏ। ସି ଜିଭ ଟଙ୍ଗ। ମିଠା, ଖଟା, ପିତା, ଲୁଣିଆ ସ୍ୱାଦ ବାରିବା ପାଇଁ ଜିଭରେ ବିଭିନ୍ନ ପ୍ରକାର ସ୍ୱାଦମୁକୁଳ ଟେଷ୍ଟ ବଡ୍ସ ରହିଥାଏ। ଏହା ଖାଦ୍ୟକୁ ଦାନ୍ତ ନିକଟକୁ ପଠାଇବା ଏବଂ କଥା କହିବାରେ ସାହାଯ୍ୟ କରେ। ଡି ଗ୍ରସନୀ ଓ ଗ୍ରାସନଳୀ ଫ୍ୟାରିଙ୍ଗ୍ସ ଆଣ୍ଡ ଏସୋଫାଗସ୍। ନାସାପଥ ମୁଖଗହ୍ୱର ପଛକୁ ଗ୍ରସନୀ ଅବସ୍ଥିତ। ଏହା ଉଭୟ ଖାଦ୍ୟ ଓ ଶ୍ୱାସବାୟୁ ଯିବା ପାଇଁ ଏକ ସାଧାରଣ ପଥ। ଏହାର ଶେଷ ମୁଣ୍ଡରେ 2ଟି ଦ୍ୱାର ରହିଛି। ଗୋଟିଏ ଦ୍ୱାର ଶ୍ୱାସନଳୀ ଭିତରକୁ ଏବଂ ଅନ୍ୟଟି ଖାଦ୍ୟନଳୀ ମଧ୍ୟକୁ ଖୋଲିଛି। ଖାଦ୍ୟନଳୀର ଦ୍ୱାରକୁ ଗଲେଟ୍ ଓ ଶ୍ୱାସନଳୀର ଦ୍ୱାରକୁ ଗ୍ଲାଟିସ୍ କୁହାଯାଏ। ଶ୍ୱାସନଳୀର ଦ୍ୱାରରେ ଏକ ତରୁଣାସ୍ଥି ନିର୍ମିତ ପ୍ଲେଟ୍ କାର୍ଟିଲାଜିନିୟସ୍ ପ୍ଲେଟ୍ ରହିଥାଏ। ଏହି ପ୍ଲେଟ୍କୁ ଅଧିଜୁଆ ବା ଏପିଗ୍ଲଟିସ୍ କୁହାଯାଏ। ଖାଦ୍ୟ ଗିଳିବା ସମୟରେ ଅଧିଜୁଆ ଦ୍ୱାରା ଶ୍ୱାସନଳୀର ଦ୍ୱାର ବନ୍ଦ ରହେ, ଫଳରେ ଖାଦ୍ୟ କେବଳ ଖାଦ୍ୟନଳୀ ବା ଗ୍ରାସନଳୀ ଭିତରକୁ ପ୍ରବେଶ କରିଥାଏ। ଗ୍ରାସନଳୀ ବେକ ମଧ୍ୟ ଦେଇ ତଳ ଆଡ଼କୁ ଗତି କରିଛି ଏବଂ ମଧ୍ୟସ୍ଥତା ଡାୟାଫ୍ରାଗମକୁ ଭେଦ କରି ପାକସ୍ଥଳୀରେ ଖୋଲିଛି। ପାକସ୍ଥଳୀ ଷ୍ଟୋମାକ୍। ଇ ପାକସ୍ଥଳୀ ଷ୍ଟୋମାକ୍। ଉଦର ଗହ୍ୱରର ବାମ ପଟେ ପାକସ୍ଥଳୀ ଅବସ୍ଥିତ। ଏହାର ଉପର ଭାଗ ଚଉଡ଼ା ଓ ତଳ ଅଂଶ ସରୁ ଅଟେ। ଉପର ଅଂଶ ହୃତ୍ପିଣ୍ଡ ନିକଟରେ ଥିବାରୁ ଏହାକୁ କାର୍ଡ଼ିଆକ୍ ଷ୍ଟୋମାକ୍ କୁହାଯାଏ। ତଳ ଅଂଶକୁ ପାଇଲୋରିକ୍ ଷ୍ଟୋମାକ୍ କୁହାଯାଏ। ପାକସ୍ଥଳୀର ଶେଷ ଭାଗରେ ଥିବା ମୁଦ୍ରିକା ଆକାରର ମାଂସପେଶୀ ବା ଅବରୋଧକୁ ପାଇଲୋରିକ୍ ସ୍ଫିଣ୍ଟର କୁହାଯାଏ। ଏହାର ସଂକୋଚନ
ଓ ଶିଥିଳନ ଫଳରେ ପାକସ୍ଥଳୀରୁ ଅର୍ଦ୍ଧଜୀର୍ଣ୍ଣ ଖାଦ୍ୟ ଅଳ୍ପ ଅଳ୍ପ ପରିମାଣରେ କ୍ଷୁଦ୍ରାନ୍ତ ମଧ୍ୟକୁ ପ୍ରବେଶ କରେ। ଏଫ୍ କ୍ଷୁଦ୍ରାନ୍ତ୍ର ଓ ବୃହଦନ୍ତ୍ର ସ୍ମଲ୍ ଇଣ୍ଟେଷ୍ଟାଇନ୍ ଆଣ୍ଡ ଲାର୍ଜ ଇଣ୍ଟେଷ୍ଟାଇନ୍। କ୍ଷୁଦ୍ରାନ୍ତ ପାକସ୍ଥଳୀଠାରୁ ବୃହଦନ୍ତ୍ର ପର୍ଯ୍ୟନ୍ତ ଲମ୍ବିଛି। ଏହା ଗ୍ରହଣୀ, ଡ୍ୟୁଡେନମ୍, ଜେଜୁନମ୍ ଓ ଇଲିୟମକୁ ନେଇ ଗଠିତ। ବୃହଦନ୍ତ୍ର ଖାଦ୍ୟନଳୀର ଶେଷ ଅଂଶ ଏବଂ ଏହା ତିନୋଟି ଭାଗରେ ବିଭକ୍ତ ଯଥା ସିକେମ୍, କୋଲନ୍ ଓ ମଳାଶୟ ରେକ୍ଟମ୍। କ୍ଷୁଦ୍ରାନ୍ତର ଶେଷ ଅଂଶ ଓ ବୃହଦନ୍ତ୍ରର ଆରମ୍ଭ ସିକିମ୍ର ସଂଯୋଗସ୍ଥଳରେ ଭର୍ମିଫର୍ମ ଆପେଣ୍ଡିକ୍ସ ନାମକ ଏକ ଅବଶେଷାଙ୍ଗ ରହିଛି। ପାଚଗ୍ରନ୍ଥି ଡାଇଜେଷ୍ଟିଭ୍ ଗ୍ଲାଣ୍ଡସ୍ ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରିବା ପାଇଁ ପାକନଳୀ ସହିତ ଅନେକ ଗୁଡ଼ିଏ ପାଚଗ୍ରନ୍ଥି ରହିଛି। ସେଗୁଡ଼ିକ ହେଲା ଏ ଲାଳଗ୍ରନ୍ଥି ସାଲିଭରି ଗ୍ଲାଣ୍ଡ। ମୁଖଗହ୍ୱରର ତିନି ଯୋଡ଼ା ଲାଳଗ୍ରନ୍ଥି ଅଛି। ଏହି ଗ୍ରନ୍ଥିରୁ ଲାଳ କ୍ଷରିତ ହୋଇଥାଏ। ଲାଳରେ ଟାଇରିନ୍ ନାମକ ଏକ ଏଞ୍ଜାଇମ୍ ରହିଥାଏ। ଏହା ଶ୍ୱେତସାର ଜାତୀୟ ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରେ। ବି ଜଠର ଗ୍ରନ୍ଥି ଗ୍ୟାଷ୍ଟ୍ରିକ୍ ଗ୍ଲାଣ୍ଡ। ଗ୍ରନ୍ଥିରୁ କ୍ଷରିତ ହେଉଥିବା ରସକୁ ପାଚକ ରସ ଗ୍ୟାଷ୍ଟ୍ରିକ୍ ଜୁଇସ୍ କୁହାଯାଏ। ଏଥିରେ ଲବଣାମ୍ଳ HCl ସହିତ ପେପ୍ସିନ୍ ଓ ଲାଇପେଜ୍ ପରି ଏଞ୍ଜାଇମ୍ ଥାଏ। ଯକୃତ ଲିଭର ମଣିଷ ଶରୀରରେ ଥିବା ସମସ୍ତ ଗ୍ରନ୍ଥି ମଧ୍ୟରେ ଏହା ସବୁଠାରୁ ବଡ଼। ଏହା ପାକନଳୀର ବାହାରେ ଅବସ୍ଥିତ। ଏଥିରୁ କ୍ଷରିତ ପିତ୍ତ ବାଇଲ୍ ଏକ ନଳୀ ଦ୍ୱାରା ଗ୍ରହଣୀ ମଧ୍ୟକୁ ପ୍ରବେଶ କରିଥାଏ। ଡି ଅଗ୍ନାଶୟ ପାନକ୍ରିଏସ୍। ଏହାକୁ ଏକ ମିଶ୍ରିତ ଗ୍ରନ୍ଥି କୁହାଯାଏ ମିକ୍ସଡ୍ ଗ୍ଲାଣ୍ଡ। ଏହା ମଧ୍ୟ ପାକନଳୀର ବାହାରେ ରହିଥାଏ। ଏଥିରୁ କ୍ଷରିତ ଅଗ୍ନାଶୟ ରସ ନଳୀ ଦ୍ୱାରା ଗ୍ରହଣୀ ମଧ୍ୟକୁ ପ୍ରବେଶ କରେ। ଏଥିରୁ ଅନେକ ଏଞ୍ଜାଇମ୍ ଓ ହରମୋନ୍ କ୍ଷରିତ ହୁଏ। ଅଗ୍ନାଶୟ ରସ ପାନକ୍ରିଆଟିକ୍ ଜୁଇସ୍ରେ ଆମାଇଲେଜ୍, ଲାଇପେଜ୍ ଓ ପ୍ରୋଟିଏଜ୍ ପରି ଖାଦ୍ୟ ହଜମକାରୀ ଏଞ୍ଜାଇମ୍ ଥାଏ। ଏହି ସମସ୍ତ ଏଞ୍ଜାଇମ୍ ଗ୍ରହଣୀ ମଧ୍ୟରେ ଖାଦ୍ୟ ସହିତ ମିଶନ୍ତି। ଇ ଆନ୍ତରିକ ଗ୍ରନ୍ଥି ଇଣ୍ଟେଷ୍ଟାଇନାଲ୍ ଗ୍ଲାଣ୍ଡ। କ୍ଷୁଦ୍ରାନ୍ତ ଥିବା ଆନ୍ତରିକ ଗ୍ରନ୍ଥିଗୁଡ଼ିକରୁ ଆନ୍ତରିକ ରସ ଇଣ୍ଟେଷ୍ଟାଇନାଲ୍ ଜୁଇସ୍ କ୍ଷରିତ ହୁଏ। ଏହି ରସରେ ଥିବା ବିଭିନ୍ନ ପ୍ରକାରର ଏଞ୍ଜାଇମ୍ ହଜମ ପ୍ରକ୍ରିୟା ଶେଷ କରନ୍ତି। ପାଚନ ପ୍ରକ୍ରିୟା ଡାଇଜେସନ୍। ଆମେ ଖାଉଥିବା ଖାଦ୍ୟରେ ଶ୍ୱେତସାର, ସ୍ନେହସାର ଓ ପୁଷ୍ଟିସାର ଇତ୍ୟାଦି ଥାଏ। ଏହି ଖାଦ୍ୟଗୁଡ଼ିକ ଜଟିଳ ଅବସ୍ଥାରେ ଥାଏ। ଭିଟାମିନ୍, ଧାତବ ଲବଣ ଓ ଜଳର ଅଣୁଗୁଡ଼ିକ କ୍ଷୁଦ୍ର ହୋଇଥିବାରୁ ଏହା କୋଷ ଝିଲ୍ଲୀ ମଧ୍ୟ ଦେଇ କୋଷ ଭିତରକୁ ପଶିପାରନ୍ତି। କିନ୍ତୁ ଶ୍ୱେତସାର, ସ୍ନେହସାର, ପୁଷ୍ଟିସାର ପରି ଜଟିଳ ଖାଦ୍ୟର ଅଣୁଗୁଡ଼ିକ ବୃହତ୍ ଆକାର ହୋଇଥିବାରୁ ଏଗୁଡ଼ିକ କୋଷ ଝିଲ୍ଲୀ ଦେଇ କୋଷ ଭିତରକୁ ଯାଇପାରନ୍ତି ନାହିଁ। ତେଣୁ ଏହି ଜଟିଳ ଖାଦ୍ୟ ବିଭିନ୍ନ ପ୍ରକାରର ପାଚକ ଏଞ୍ଜାଇମ୍ ସହିତ ମିଶି ଅତି ସରଳ ତଥା ଶୋଷଣଯୋଗ୍ୟ ଅବସ୍ଥାକୁ ପରିବର୍ତ୍ତିତ ହୋଇଥାନ୍ତି। ଖାଦ୍ୟ ଗ୍ରହଣର ବିଭିନ୍ନ ପ୍ରକ୍ରିୟା। 1. ଖାଦ୍ୟ ଗ୍ରହଣ ଇଞ୍ଜେସନ୍। 2. ପାଚକ କ୍ରିୟା ଡାଇଜେସନ୍। 3. ଅବଶୋଷଣ ଆବଜର୍ପସନ୍। 4. ଆତ୍ମୀକରଣ ଆସିମିଲେସନ୍। 5. ମଳତ୍ୟାଗ ଏଜେସନ୍। ଖାଦ୍ୟ ଗ୍ରହଣ ଓ ପାକକ୍ରିୟା ଇଞ୍ଜେସନ୍ ଆଣ୍ଡ ଡାଇଜେସନ୍। ଆହାର ନଳୀର ବିଭିନ୍ନ ଅଂଶରେ ହେଉଥିବା ପାଚନ କ୍ରିୟା। ଏ ମୁଖଗହ୍ୱରରେ ପାଚନ ପ୍ରକ୍ରିୟା। ଆମେ ଖାଉଥିବା ଖାଦ୍ୟକୁ ପ୍ରଥମେ ଦାନ୍ତ ସାହାଯ୍ୟରେ ଚର୍ବଣ କରି ଛୋଟ ଛୋଟ ଖଣ୍ଡରେ ପରିଣତ କରେ। ଏହି ସମୟରେ ଲାଳରେ ଥିବା ଟାଇଲିନ୍ ନାମକ ଏକ ଏଞ୍ଜାଇମ୍ ଜଟିଳ ଶ୍ୱେତସାରକୁ ମାଲ୍ଟୋଜ୍ ନାମକ ଦ୍ୱିଶର୍କରାରେ ପରିଣତ କରେ। ପାଟିରେ ଷ୍ଟାର୍ଚ୍ଚ ବା ଶ୍ୱେତସାର ବ୍ୟତୀତ ଅନ୍ୟ କୌଣସି ଖାଦ୍ୟ ହଜମ ହୁଏ ନାହିଁ। ଷ୍ଟାର୍ଚ୍ଚ ଟାଇଲିନ୍ ଅମ୍ଳୀୟ ପରିବେଶରେ ମାଲ୍ଟେଜ୍କୁ ରୂପାନ୍ତରିତ ହୁଏ। ଏହି ଲାଳରେ ଥିବା ବ୍ୟାକ୍ଟେରିସାଇଡାଲ୍ ଏଞ୍ଜାଇମ୍ ଆମ ଖାଦ୍ୟରେ ଥିବା ଅନିଷ୍ଟକାରୀ ଜୀବାଣୁମାନଙ୍କୁ ନଷ୍ଟ କରନ୍ତି। ଏହି କାରଣରୁ ସ୍ତନ୍ୟପାୟୀ ପ୍ରାଣୀମାନେ ନିଜ ଘାକୁ ଜିଭ ଦ୍ୱାରା ଚାଟି ଚାଟି ନିଜ ଶରୀରରେ ହୋଇଥିବା କ୍ଷତଗୁଡ଼ିକୁ ସଫା କରିଥାନ୍ତି। ବି ଗ୍ରାସନଳୀ ଫୁଡ୍ ବୋଲାସ୍। ନରମ ଖାଦ୍ୟ ପିଣ୍ଡୁଳା ଗଳାବାଟ ଦେଇ ଗ୍ରାସନଳୀ ମଧ୍ୟରେ ପ୍ରବେଶ କରେ। ଗ୍ରାସନଳୀ ଭିତରେ କୌଣସି ପ୍ରକାର ଖାଦ୍ୟ ହଜମ ହୁଏ ନାହିଁ। ଗ୍ରାସନଳୀର କାନ୍ଥ ମାଂସପେଶୀର ସଂକୋଚନ ଓ ପ୍ରସାରଣ ପେରିଷ୍ଟାଲିସିସ୍ ଦ୍ୱାରା ଖାଦ୍ୟ ପାକସ୍ଥଳୀରେ ପହଞ୍ଚେ। ସି ପାକସ୍ଥଳୀ। ପାକସ୍ଥଳୀ କାନ୍ଥରେ ଥିବା ଅସଂଖ୍ୟ ପେଶୀଗୁଡ଼ିକ ବାରମ୍ବାର ସଂକୋଚନ ଓ ପ୍ରସାରଣ ଦ୍ୱାରା ଖାଦ୍ୟ ପିଣ୍ଡୁଳାଗୁଡ଼ିକୁ ଭାଙ୍ଗି ସୁପଂଖଣ୍ଡରେ ପରିଣତ କରନ୍ତି। ପାକସ୍ଥଳୀରୁ ନିର୍ଗତ ପାକରସ ଗ୍ୟାଷ୍ଟ୍ରିକ୍ ଜୁଇସ୍ ଖାଦ୍ୟ ସହିତ ମିଶି ଏହାକୁ ଏକ ପ୍ରକାର ତରଳମଣ୍ଡ ବା କାଇମ୍ରେ ପରିଣତ କରେ। ଲବଣାମ୍ଳ HCl ଖାଦ୍ୟକୁ ଅମ୍ଳ କରିବା ସହିତ ଜୀବାଣୁ ନଷ୍ଟ କରେ। ପାକସ୍ଥଳୀରେ ହଜମ ପ୍ରକ୍ରିୟା। ପାକରସରେ ଦୁଇ ପ୍ରକାର ଏଞ୍ଜାଇମ୍ ଥାଏ ଯଥା ପେପ୍ସିନ୍ ଓ ଲାଇପେଜ୍। ପେପ୍ସିନ୍ ଲବଣାମ୍ଳ ମାଧ୍ୟମରେ ସକ୍ରିୟ ହୁଏ।
ଓ ପ୍ରୋଟିନ୍ ଖାଦ୍ୟକୁ ପ୍ରୋଟିଓଜେସ୍ ଓ ପେପ୍ଟୋନ୍ରେ ପରିଣତ କରେ। ଏଠାରେ ଥିବା ଅଳ୍ପ ପରିମାଣର ଲାଇପେଜ୍ ସ୍ନେହସାର ଜାତୀୟ ଖାଦ୍ୟକୁ ହଜମ କରିଥାଏ। ପ୍ରୋଟିନ୍, ପେପ୍ସିନ୍ ଓ ଅମ୍ଳ ପରିବେଶରେ ପ୍ରୋଟିଓଜେସ୍ ଓ ପେପ୍ଟୋନ୍ରେ ପରିବର୍ତ୍ତିତ ହୁଏ। ସ୍ନେହସାର ଲାଇପେଜ୍ ସହିତ ମିଶି ଫ୍ୟାଟି ଏସିଡ୍ ଓ ଗ୍ଲିସରଲ୍ ସୃଷ୍ଟି କରେ। ଗ୍ରହଣୀ ଡ୍ୟୁଡେନମ୍ କ୍ଷୁଦ୍ରାନ୍ତର ଗ୍ରହଣୀରେ ଯକୃତରୁ ପିତ୍ତ ଓ ଅଗ୍ନାଶୟରୁ ଅଗ୍ନାଶୟ ରସ ଅନ୍ୟାନ୍ୟ ଖାଦ୍ୟ ସହ ମିଶିଥାଏ। ପିତ୍ତ ବାଇଲ୍ରେ କୌଣସି ଏନ୍ଜାଇମ୍ ନଥାଏ। ପିତ୍ତରେ ଥିବା ପିତ୍ତ ଲବଣ ବାଇଲ୍ ସଲ୍ଟସ୍ ଖାଦ୍ୟର ଅମ୍ଳତ୍ୱ ଦୂର କରେ ଓ ସ୍ନେହସାର ଜାତୀୟ ଖାଦ୍ୟର ଅବଦ୍ରବୀକରଣ ଏମଲ୍ସିଫିକେସନ୍ କରିଥାଏ। ଅର୍ଥାତ୍ ସ୍ନେହସାର ପିତ୍ତ ଲବଣ ସହିତ ମିଶି ଅବଦ୍ରବୀକରଣ ବା ଅବଦ୍ରବୀକୃତ ସ୍ନେହସାର ସୃଷ୍ଟି କରିଥାଏ। ଅଗ୍ନାଶୟ ରସରେ ଥିବା ବିଭିନ୍ନ ଏନ୍ଜାଇମ୍ ଦ୍ୱାରା ଗ୍ରହଣୀରେ ନିମ୍ନ ପ୍ରକାରର ଖାଦ୍ୟ ହଜମ ହୋଇଥାଏ। ମାଲ୍ଟୋଜ୍ ଅଗ୍ନାଶୟ ଆମାଇଲେଜ୍ ସହିତ ମିଶି ଗ୍ଲୁକୋଜ୍ ସୃଷ୍ଟି କରେ। ପେପ୍ଟୋନ୍ ଓ ପ୍ରୋଟିଓଜେସ୍ ଅଗ୍ନାଶୟ ପ୍ରୋଟିଏଜ୍ ସହିତ ମିଶି ଆମିନୋ ଏସିଡ୍ ସୃଷ୍ଟି କରେ। ଅବଦ୍ରବୀକୃତ ସ୍ନେହସାର ଅଗ୍ନାଶୟ ଲାଇପେଜ୍ ସହିତ ମିଶି ଫ୍ୟାଟି ଏସିଡ୍ ଓ ଗ୍ଲିସରଲ୍ ସୃଷ୍ଟି କରେ। ଜେଜୁନମ୍ ଓ ଇଲିୟମ୍ ଏହି ସ୍ଥାନରେ ସମସ୍ତ ଖାଦ୍ୟର ହଜମ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଥାଏ। ଜେଜୁନମ୍ ଓ ଇଲିୟମ୍ରୁ କ୍ଷରିତ ଆନ୍ତରିକ ରସ ଇଣ୍ଟେଷ୍ଟାଇନାଲ୍ ଜୁଇସ୍ରେ ଥିବା ବିଭିନ୍ନ ପ୍ରକାର ଏନ୍ଜାଇମ୍ ଗୁଡ଼ିକ ହଜମ ହୋଇନଥିବା ଅବଶିଷ୍ଟ ଖାଦ୍ୟକୁ ସମ୍ପୂର୍ଣ୍ଣ ହଜମ କରିଥାନ୍ତି। ଅବଶିଷ୍ଟ ମାଲ୍ଟୋଜ୍କୁ ଆନ୍ତରିକ ଆମାଇଲେଜ୍ ଗ୍ଲୁକୋଜ୍ରେ ପରିଣତ କରେ। ଅବଶିଷ୍ଟ ପେପ୍ଟୋନ୍ ଓ ପ୍ରୋଟିଓଜ୍କୁ ଆନ୍ତରିକ ପ୍ରୋଟିଏଜ୍ ଆମିନୋ ଏସିଡ୍ରେ ପରିଣତ କରେ। ଅବଶିଷ୍ଟ ସ୍ନେହସାର ଆନ୍ତରିକ ଲାଇପେଜ୍ ସହିତ ମିଶି ଗ୍ଲିସରଲ୍ ଓ ଫ୍ୟାଟି ଏସିଡ୍ ସୃଷ୍ଟି କରେ। ବୃହଦନ୍ତ୍ର ଖାଦ୍ୟ ବୃହଦନ୍ତ୍ରଠାରେ ପହଞ୍ଚିଲା ବେଳକୁ ଏହା ହଜମ ହୋଇ ସରଳୀକୃତ ଖାଦ୍ୟରେ ପରିଣତ ହୋଇଥାଏ। ତେଣୁ ଏଠାରେ କୌଣସି ପ୍ରକାରର ହଜମ ପ୍ରକ୍ରିୟା ହୋଇନଥାଏ। ଅବଶୋଷଣ ଆବଜର୍ପସନ୍ ସମସ୍ତ ସରଳୀକୃତ ଖାଦ୍ୟ ଭିଟାମିନ୍, ଧାତବ ଲବଣ, ଜଳ ଇତ୍ୟାଦି ଆମର ରକ୍ତନଳୀ ବାଟ ଦେଇ ଅନ୍ତନାଳୀକୁ ପ୍ରବେଶ କରିଥାଏ। ଏହି ପ୍ରକ୍ରିୟାକୁ ଅବଶୋଷଣ କୁହାଯାଏ। ଏହି ପ୍ରକ୍ରିୟାଟି ନିଷ୍କ୍ରିୟ ଅବଶୋଷଣ ପ୍ୟାସିଭ୍ ଟ୍ରାନ୍ସପୋର୍ଟ ଓ ସକ୍ରିୟ ଅବଶୋଷଣ ଆକ୍ଟିଭ୍ ଟ୍ରାନ୍ସପୋର୍ଟ ଦ୍ୱାରା ହୋଇଥାଏ। ଭାବରେ ଖାଦ୍ୟ ପଦାର୍ଥର ଅବଶୋଷଣ ହୁଏ ନାହିଁ, କିନ୍ତୁ କେତେକ ଔଷଧର ଅବଶୋଷଣ ହୋଇଥାଏ। ସେହିପରି ପାକସ୍ଥଳୀରେ ଆସ୍ପିରିନ୍ ପରି କେତେକ ଔଷଧର ଅବଶୋଷଣ ହୋଇଥାଏ। ଶରୀର ପାଇଁ ଆବଶ୍ୟକ ସମସ୍ତ ପ୍ରକାରର ସରଳୀକୃତ ଖାଦ୍ୟ ପଦାର୍ଥର ଅବଶୋଷଣ ପ୍ରକ୍ରିୟା ମୁଖ୍ୟତଃ କ୍ଷୁଦ୍ରାନ୍ତରେ ହୋଇଥାଏ। ବୃହଦନ୍ତ୍ରରେ ଜଳ ଓ କେତେକ ଇଲେକ୍ଟ୍ରୋଲାଇଟ୍ର ଅବଶୋଷଣ ହୋଇଥାଏ। ଆତ୍ମୀକରଣ ଆସିମିଲେସନ୍ ଅବଶୋଷଣ ପରେ ଖାଦ୍ୟ ରକ୍ତ ଦ୍ୱାରା ବାହିତ ହୋଇ ଶରୀରର ବିଭିନ୍ନ ଅଂଶରେ ରହିଥିବା କୋଷ ନିକଟରେ ପହଞ୍ଚି ଶକ୍ତି ମୋଚନ ସହିତ ଅନ୍ୟ କାର୍ଯ୍ୟରେ ବିନିଯୋଗ ହୋଇଥାଏ। ମଳତ୍ୟାଗ ଏଜେସନ୍ ମଳଦ୍ୱାର ବେଷ୍ଟନୀରେ ରହିଥିବା ସଙ୍କୋଚକ ପେଶୀର ଶିଥିଳନ, ମଳାଶୟ କାନ୍ଥର ସଙ୍କୋଚନ, ଉଦର ପେଶୀ ଓ ମଧ୍ୟସ୍ଥଦ୍ୱାର ସଙ୍କୋଚନ ସହିତ ସାମୟିକ ବିରାମ ହୋଇଥାଏ। ଉପରୋକ୍ତ ତିନୋଟି ଘଟଣାବଳୀ ଦ୍ୱାରା ମଳ ନିଷ୍କାସନ ହୋଇଥାଏ। ଥ୍ୟାଙ୍କ ୟୁ ଫର୍ ୱାଚିଂ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଲାଇକ୍ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ।